এই ভিডিও মাধ্যমে আপনার তিনোটি বড় খবর রয়েছে সবগুড়িক গুরুত্বপূর্ণ রয়েছে। প্রথম রয়েছে কালিয়া যোজনা নেই পুনি থে আপনার পাইপারে কালিয়া যোজনা অধীনের 2000 টঙ্কা। 2 নম্বর রয়েছে হোয়াটসঅ্যাপে আসলা এআই ফিচর। 3 নম্বর রয়েছে বড়িলা জিওর রিচার্জ প্লান। গোটিଏ ପରେ ଗୋଟିଏ ସମସ୍ତ ଖବର ଉପରେ ନଜର ପକାଇବା ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମ ଖବର ଦେଖନ୍ତୁ, ବର୍ତ୍ତମାନ ଜିଓର ରିଚାର୍ଜ ପ୍ଲାନ୍ ବୃଦ୍ଧି ପାଇଛି, ଯାହାକି ଜିଓ କମ୍ପାନୀ ତରଫରୁ ଜିଓର ରିଚାର୍ଜ ପ୍ଲାନ୍ଟିକୁ ବୃଦ୍ଧି କରାଯାଇଛି। ଜୁଲାଇ 3 ତାରିଖ ପରେ ଆପଣଙ୍କୁ ଜିଓ ରିଚାର୍ଜ କରିବାକୁ ହେଲେ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏନେଇ ଜିଓ କମ୍ପାନୀ ତରଫରୁ ଗୋଟେ ଲିଷ୍ଟ ଜାରି କରାଯାଇଛି। ଏଇଠି ଆପଣ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ। ଆଗରୁ ଯେଉଁମାନେ 155 ଟଙ୍କା ରିଚାର୍ଜ କରୁଥିଲେ ସେମାନଙ୍କୁ ଏବେ 199 ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ଏବଂ ଯେଉଁମାନେ ଆଗରୁ 209 ଟଙ୍କା ରିଚାର୍ଜ କରୁଥିଲେ ଆପଣଙ୍କୁ ଏହି ପ୍ୟାକେଜ୍ ପାଇବାକୁ ହେଲେ ଏବେ ଆପଣଙ୍କୁ 249 ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ତା ସହିତ ଯେଉଁମାନେ ଆଗରୁ 239 ଟଙ୍କା ରିଚାର୍ଜ କରୁଥିଲେ ଏହି ପ୍ୟାକେଜ୍ଟିକୁ ଆପଣଙ୍କୁ ପାଇବାକୁ ହେଲେ ସେ ସମାନ ଭ୍ୟାଲିଡିଟି ଆପଣଙ୍କର ସମାନ ଡାଟା ପାଇବାକୁ ହେଲେ ଆପଣଙ୍କୁ 269 ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏହା ସହିତ ଏଇଠି ଆପଣଙ୍କର ବହୁତ ସାରା ଲିଷ୍ଟ ରହିଛି, ଯାହାକି ଜିଓ କମ୍ପାନୀ ତରଫରୁ 19ଟା ପ୍ଲାନ୍ ଯାହାକି ବୃଦ୍ଧି କରାଯାଇଛି। ଏହି ଲିଷ୍ଟ ଦେଖିକି ଆପଣ ପୁରା ଡିଟେଲ୍ ଜାଣିପାରିବେ। 2 ନମ୍ବର ଖବର ଦେଖନ୍ତୁ, ହ୍ୱାଟ୍ସଆପ୍ ତରଫରୁ ଗୋଟେ ବହୁତ ବଢ଼ିଆ ଫିଚର ଆସିବାକୁ ଯାଉଛି, ଯାହାକି ଯେଉଁମାନେ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି ତାଙ୍କରି ପାଇଁ ବର୍ତ୍ତମାନ ଖୁସି ଖବର, ଯାହାକି ହ୍ୱାଟ୍ସଆପ୍ ତରଫରୁ ଏଆଇ ଫିଚର ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫିଚର ମାଧ୍ୟମରେ ଆପଣମାନେ ବହୁତ ସାରା ଲାଭ ପାଇପାରିବେ। ଏହି ଫିଚରଟିକୁ ଆପଣ କେମିତି ବ୍ୟବହାର କରିପାରିବେ ଦେଖନ୍ତୁ। ଏହି ଫିଚରଟିକୁ ଆପଣଙ୍କୁ ବ୍ୟବହାର କରିବାକୁ ହେଲେ ଆପଣଙ୍କର ଯେଉଁ ହ୍ୱାଟ୍ସଆପ୍ ରହିଛି ସେହି ହ୍ୱାଟ୍ସଆପ୍ଟିକୁ ପ୍ରଥମେ ଅପଡେଟ୍ କରିବାକୁ ପଡ଼ିବ। ତ ଆପଣଙ୍କର ହ୍ୱାଟ୍ସଆପ୍ଟିକୁ ଅପଡେଟ୍ କରିଦେଲା ପରେ ଆପଣ କ'ଣ କରିବେ, ଏହି ପେଜ୍ଟିକୁ ଓପନ୍ କରିଦେବେ। ଆପଣଙ୍କର ଯେଉଁ ଚାଟ୍ ପେଜ୍ ରହିଛି ସେହି ପେଜ୍ଟିକୁ ଓପନ୍ କରିଦେବେ। ଓପନ୍ କରିଦେଲା ପରେ ଆପଣ ଏଇଠି ଗୋଟେ ଦେଖିପାରୁଥିବେ ଗୋଟେ ଅପସନ୍ ରହିଛି, ଯାହାକି ଗୋଟେ ଗୋଲ ଚିହ୍ନ ଏଠି ଆପଣ ଦେଖୁଥିବେ, ଗୋଟେ କଲରଫୁଲ୍ର ଗୋଟେ ଗୋଲ ଚିହ୍ନ ଏଠି ଆପଣଙ୍କର ଶୋ କରୁଛି, ସେଇଠି ଆପଣ କ୍ଲିକ୍ କରିଦେବେ। ସେଇଠି ମୁଁ କ୍ଲିକ୍ କରିଦେଉଛି। ସେଇଠି କ୍ଲିକ୍ କରିଦେଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି ଗୋଟେ ପେଜ୍ ଓପନ୍ ହୋଇଯିବ। ଏମିତି ଗୋଟେ ପେଜ୍ ଓପନ୍ ହୋଇଗଲା ପରେ ଆପଣ କ'ଣ କରିବେ, ଏହାର ବ୍ୟବହାର କେମିତି କରିପାରିବେ ଦେଖନ୍ତୁ। ଆପଣ ଏଇଠି ମେସେଜ୍ କରିବାକୁ ପଡ଼ିବ। ଆପଣ ଯେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେହି ବିଷୟରେ ଏଇଠି ଆପଣଙ୍କୁ ମେସେଜ୍ କରିବାକୁ ପଡ଼ିବ। ଦେଖନ୍ତୁ ମୁଁ ଏଇଠି ମେସେଜ୍ କରିଦେଉଛି ସୁଭଦ୍ରା ଯୋଜନା। ଏଠି ଆପଣଙ୍କୁ ମୁଁ ସୁଭଦ୍ରା ଯୋଜନା ଲେଖିକି ସର୍ଚ୍ଚ କରିଦେଉଛି। ଦେଖନ୍ତୁ ସୁଭଦ୍ରା ଯୋଜନା ଲେଖିଦେଲି, ମୁଁ ମେସେଜ୍ କରିଦେଲି। ଏଇଠି ଦେଖନ୍ତୁ ମେସେଜ୍ କରିଦେଲା ପରେ ଆପଣଙ୍କର 2 ସେକେଣ୍ଡ ଭିତରେ ଆପଣଙ୍କୁ ଗୋଟେ ମେସେଜ୍ ଆସିଯିବ, ଯାହାକି ସୁଭଦ୍ରା ଯୋଜନାକୁ ନେଇ ପୁରା ଅପଡେଟ୍ ହୋଇଛି। ସୁଭଦ୍ରା ଯୋଜନା କିଏ କରୁଛି ଦେଖନ୍ତୁ, ଏଇଠି ଆପଣଙ୍କର ବିଜେପି ଲେଖା ଅଛି। ତା ସହିତ ଓଡ଼ିଶାରେ କ'ଣ ଅପଡେଟ୍ ହୋଇଛି, କେଉଁମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇପାରିବେ, କେତେ ଟଙ୍କା ପାଇପାରିବେ, ଏହି ଯୋଜନା ଲାଭ ପାଇବାକୁ ହେଲେ ଆପଣଙ୍କୁ କ'ଣ ସବୁ ଡକୁମେଣ୍ଟ ଲାଗିବ, ପୁରା ଡିଟେଲ୍ ଆପଣ ଏଇଠି ଜାଣିପାରିବେ। ତା ସହିତ ଦେଖନ୍ତୁ ଆପଣଙ୍କୁ ମୁଁ ଆଉ ଗୋଟେ ଦେଖିଦେଉଛି, ଆପଣ କେମିତି ଆଧାର କାର୍ଡ଼ଟିକୁ ଡାଉନଲୋଡ଼ କରିପାରିବେ। ଆଧାର କାର୍ଡ଼ ଡାଉନଲୋଡ଼ ଲେଖିଦେଲି ମୁଁ। ଆଧାର କାର୍ଡ଼ ଡାଉନଲୋଡ଼ ଲେଖିକି ମେସେଜ୍ କରିଦେବେ। ମେସେଜ୍ କରିଦେଲା ପରେ ଆପଣଙ୍କୁ 2 ସେକେଣ୍ଡ ଭିତରେ ଆଉ ଗୋଟେ ମେସେଜ୍ ସେଇପଟୁ ଆସିଯିବ। ଦେଖନ୍ତୁ ଆପଣଙ୍କର ପୁରା ପ୍ରୋସେସ୍ ଆସିଯିବ। ଏହି ପ୍ରୋସେସ୍ରେ ଆପଣ এই ଯେଉଁ ଏଆଇ ଫିଚରଟି ରହିଛି এই ଏଆଇ ଫିଚରଟିକୁ ଆପଣ ବ୍ୟବହାର କରନ୍ତୁ। 3 নম্বর খবর দেখন্তু, কালিয়া যোজনাକୁ ନେଇ ବର୍ତ୍ତମାନ କାଲିଆ ଯୋଜନାକୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି, ଯାହାକି କାଲିଆ ଯୋଜନା ଅଧୀନରେ ଆପଣମାନେ ପୁଣି ଥରେ 2000 ଟଙ୍କା ପାଇପାରିବେ। ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟରେ ନୂଆ ସରକାର ଆସିଗଲା ପରେ ପରେ ସମସ୍ତ ଚାଷୀମାନେ ବର୍ତ୍ତମାନ ଦ୍ୱନ୍ଦ୍ୱରେ ରହିଛନ୍ତି ଯେ କାଲିଆ ଯୋଜନା ଅଧୀନରେ ଚାଷୀଙ୍କୁ ଟଙ୍କା ମିଳିବ କି ନାହିଁ। ତା ସହିତ କିଛି ଦିନ ତଳେ ଆମର ଯେଉଁ ନୂଆ କୃଷିମନ୍ତ୍ରୀ ରହିଛନ୍ତି, ଯାହାକି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ କାଲିଆ ଯୋଜନା ଅଧୀନରେ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ସହିତ ସେ କହିଛନ୍ତି ଯେ ଗୋଟିଏ ରାଜ୍ୟରେ ସମାନ୍ତରାଳ ଭାବେ ଯାହାକି ସମାନ 2ଟା ଯୋଜନା ଚଲିପାରିବ ନାହିଁ। ଏହାର ଭିତରେ ଆଉ ଗୋଟିଏ ଖୁସି ଖବର ଆସିବାକୁ ଯାଉଛି, ଯାହାକି ଜୁଲାଇ ମାସରେ ନୂଆ ବଜେଟ୍ ଆସିବାକୁ ଯାଉଛି। ଏହି ବଜେଟ୍ ଯଦି ରାଜ୍ୟ ସରକାର କାଲିଆ ଯୋଜନାକୁ ନେଇ କିଛି ଯଦି ଘୋଷଣା କରୁଛନ୍ତି ତାହେଲେ ଚାଷୀମାନେ କାଲିଆ ଯୋଜନା ଅଧୀନରେ ଆଗକୁ ଟଙ୍କା ପାଇପାରିବେ ବୋଲି ଆଶା କରାଯାଉଛି।